ଜବରଦସ୍ତ ଏବଂ ଧମାକାଧାରୀ ଏପିସୋଡ ଦେଖିପାରିବେ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ସରସ୍ୱତୀ ଦେବୀ ତେଜସ୍ ଯାଉଥିବା ବେଳେ କହିବେ, ପ୍ରସାଦ ଖାଇଦେଇ କରି ଯା ପୁଅ, ସବୁ କାମ ମଙ୍ଗଳ ହେବ। ମା, ଏ ତ ବହୁତ ଟେଷ୍ଟି ହୋଇଛି, ଆହୁରି ଗୋଟିଏ ଦିଅ। ଏ ଦେଖୁଛେ ମ୍ୟାଡ଼ାମ, ଆପଣଙ୍କର 20 ଦିନର କାମକୁ 2 ଦିନ ଭିତରେ ସାରିଦେବ। ଗୋଟିଏ ମାସ ଆଗରୁ ଆପଣଙ୍କ କମ୍ପାନୀରୁ କାରିଗରମାନେ ଚାଲି ଯାଇଥିଲେ। ଆପଣ ସେଇଥିପାଇଁ ବହୁତ ଟେନସନ୍ ହୋଇଥିଲେ ମ୍ୟାଡ଼ାମ। ଏ ମେସିନ୍ ଯଦି ଆପଣଙ୍କ ପାଖରେ ଥାନ୍ତା, କୌଣସି ପ୍ରୋବ୍ଲେମ୍ ହୋଇନଥାନ୍ତା। ଆମ କମ୍ପାନୀରେ ତୁମ ଭଳି ସ୍ମାର୍ଟ ଓ ଇଣ୍ଟେଲିଜେଣ୍ଟ ମଣିଷ ଦରକାର। ତେଜସ୍ କହିବେ, ଆପଣମାନେ ଯଦି ବଢ଼ିଆ କାମ କରିଛ, ଆମ କଣ୍ଟ୍ରାକ୍ଟର ବି ତୁମ କାମକୁ ପସନ୍ଦ କରିଛନ୍ତି। ତୁମମାନଙ୍କୁ ଆଜି ବୋନସ୍ ଦିଆଯିବ। ଭବାନୀ ଦେବୀ କହିବେ, ୱାର୍କରମାନଙ୍କୁ କାଲିଠାରୁ କାମ କରିବାକୁ ଆସିବେ ନାହିଁ। ୱାର୍କରମାନଙ୍କୁ 2 ମାସ ଆଗରୁ ନୋଟିସ୍ ପଠାଯାଏ ମ୍ୟାଡ଼ାମ। ହଠାତ୍ କେମିତି କହିଦେବି କାମ ଛାଡ଼ି ଚାଲିଯାଅ ବୋଲି। ମାଲିକ, ମୁଁ ଯାହା କହିଲି ତାହା ହେବାର ଦରକାର। ସେ କଣ୍ଟ୍ରାକ୍ଟ ପେପରରେ କେମିତି ବାଇପାସ୍ ହେବ ତାହା ତୁ ବୁଝିବୁ। ଏତେ ପାଠ ପଢ଼ିଥିବା ଓକିଲମାନେ କିଛି ନା କିଛି ବାଟ ଦେଖାଇବେ। ସରସ୍ୱତୀ ଦେବୀ କହିବେ, ତ୍ରିନାଲି, ସବୁବେଳେ ମୋର ତେଜସ୍କୁ ଭଲ ପାଉଥିବୁ। ଆଗରେ ମୁଁ ଭବାନୀକୁ ଭରସା କରୁଥିଲି, ଏବେ ମୁଁ ତୋତେ ଭରସା କରୁଛି। ତାଙ୍କୁ ଖୁସିରେ ରଖିବୁ। ତା ବଦଳରେ ମୁଁ ସାରା ଜୀବନ ତୋ ପାଖରେ ଋଣୀ ଓ ସେବା କରିବି। ଭିଡ଼ିଓଟି ପସନ୍ଦ ଲାଗିଥିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।